हेलो एवरीवन जय जगन्नाथ तो सकाळु सकाळु आमे तीन माଙ୍କड़ बसीगलु खाइया ପାଇଁ ମାନେ पेशेंस ନାହିଁ ବି ଜରିରୁ କାଢିକି डायरेक्ट ଖାଉଛୁ ଦେନ୍ ଟିକେ ରେଡି ହେଇକି ଆମେ ସବୁ ବାହାରି ପଡିଲୁ ଜଗତସିଂହପୁର କାହିଁକି ଯାଉଛୁ ମୁଁ ଆପଣଙ୍କୁ ଆଗକୁ ଭିଡିଓରେ ଜଣେଇଦେବି ଭାଇ ଘରୁ ବାହାରିଲା ବେଳକୁ ଯଦି ଖରା ହଉଛି ନା ଖରା ଦେଖିକି ଡର ଲାଗୁଛି କୁଆଡେ ଯିବାକୁ କଷ୍ଟେ ମଷ୍ଟେ ଯେମିତି ବି ଯାଇକି ଆମେ ଜଗତସିଂହପୁରରେ ପହଞ୍ଚି ଗଲୁ ଆଉ ଆମ ତିନି ମାଙ୍କଡଙ୍କ ଅବସ୍ଥା ପୁରା ବାର ବାଜି ଯାଇଥିଲା ପହଞ୍ଚୁ ଆଗେ ମାମୁଙ୍କୁ ହାଇ କରିଦେଲୁ ଦେନ୍ ବଡବାପାଙ୍କୁ ହାଇ କରିଦେଲୁ ଦେନ୍ ବାପାଙ୍କୁ ହାଇ କରିଦେଲୁ ଆଣ୍ଡ ହାଇ ହେଲୋର ସିଲସିଲା ଲାଗି ରହିଲା ଦେନ୍ ପଳେଇଲୁ ଦହିବରା ଖାଇବା ପାଇଁ ବିକଜ ଦହିବରା ଖାଇବାଟା ଇଜ ଭେରି ଇମ୍ପୋର୍ଟାଣ୍ଟ ଆଣ୍ଡ ଟ୍ରଷ୍ଟ ମି ଗାଇଜ କଟକ ଭଳିଆ ଟେଷ୍ଟ ବଟ୍ ଭଲ ଥିଲା ଆଣ୍ଡ ଜଗତସିଂହପୁର ମୁଁ ଆଜି କାହିଁକି ଆସିଛି ମୁଁ ଆପଣଙ୍କୁ ସେଇଟା ଜଣେଇ ଦଉଛି ତ ଆମର ଚାରପୋଲିଆ ଜଗତସିଂହପୁରରେ ଗୋଟେ ଘର ପ୍ରତିଷ୍ଠା ଥିଲା ଗ୍ରାଉଣ୍ଡ ଫ୍ଲୋର ଆଣ୍ଡ ଫର୍ଷ୍ଟ ଫ୍ଲୋର କମ୍ପ୍ଲିଟ ହେଇଯାଇଛି ବାସ୍ ଖାଲି ରେଣ୍ଟ ଦବା ବାକି ଅଛି ଆଣ୍ଡ ଲୋକେସନ ଟା ତ ସବୁଠୁ ଆଟ୍ରାକ୍ଟିଭ ଲୋକେସନ ଟା ହଉଛି ଠିକ NH55 ସାଇଡ ରେ ମାନେ ୱେଲକମ ଟୁ ଜଗତସିଂହପୁର ଓନ୍ଲି 500 ମିଟର ପୂର୍ବରୁ ଆଣ୍ଡ କଟକରୁ ଓନ୍ଲି 40 କିଲୋମିଟର୍ସ ସୋ ଆପଣ ମାନେ ବି ଯଦି ଜଗତସିଂହପୁର ଲୋକେସନ ରେ ଖୋଜୁଛନ୍ତି ଦୋକାନ ପାଇଁ କିମ୍ବା ୱେୟାର ହାଉସ ପାଇଁ whatever purpose ପାଇଁ ଠିକ ଅଛି ଆପଣ ଏଇଟା କଣ୍ଟାକ୍ଟ କରିପାରିବେ ମତେ ମୁଁ ଆର କମ୍ପ୍ଲିଟ ଡିଟେଲ୍ସ ଆପଣଙ୍କୁ ଦେଇଦେବି ମତେ କଣ୍ଟାକ୍ଟ କଲେ ମୁଁ କମ୍ପ୍ଲିଟ ଡିଟେଲ୍ସ ପଳେଇଗଲି ତ ଆମର ପୂଜା ଚାଲିଥିବା ଭିତରେ ଲଞ୍ଚ ରେଡି ହେଇଯାଇଥିଲା ଆଣ୍ଡ ଗାଁ ଲୋକ ଆସିକି ସମସ୍ତେ ଲଞ୍ଚ କରୁଥିଲେ ଦେନ୍ ଲଞ୍ଚ ସାରିକି ଆଣ୍ଡ ସବୁ କାମ ସାରିକି ଆମେ ବାହାରି ପଡିଲୁ ପାର୍ସଲ ଡେଲିଭରି କରିବା ପାଇଁ ବିକଜ ଜାଣିଛନ୍ତି ତ ଘରେ ଖାଇବା ହବ ମାନେ ରିଲେଟିଭ୍ସ ମାନଙ୍କୁ ଖାଇବା ପାର୍ସଲ ଦବାଟା ଇଜ ଭେରି ମଚ ଇମ୍ପୋର୍ଟାଣ୍ଟ ସୋ ଆଜି ପାଇଁ ଏତିକି ଆଉ ରେକର୍ଡ କରିପାରିଲିନି ପୁରା ଟାୟାର୍ଡ ଥିଲି ପୁଣି ଦେଖା ହବ ନେକ୍ସଟ ମିନି ବ୍ଲଗ ରେ ବାଏ ବାଏ